ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ମହାମିଶ୍ରଣ ପର୍ବ ଅନୁଷ୍ଠିତ ଓ ଦଳର ସଦସ୍ୟତା ଗ୍ରହଣ କଲେ ବଇଁଚା ଓ କସିପଦା ପଞ୍ଚାୟତରୁ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ। ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଚାଲିଥିବା ଲୋକଙ୍କ ସରକାରଙ୍କର କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଆଣ ପଞ୍ଚାୟତର ଶତାଧିକ ବିଜେଡି ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ସଦର ବିଧାୟକ ମାନସ କୁମାର ଦତ୍ତ, ଜିଲ୍ଲା ଉପସଭାଧିକାରୀ ଗୌରାଙ୍ଗ ଚନ୍ଦ୍ର ଦାସ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ନବାଗତ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟେକ ଲୋକ କଲ୍ୟାଣ ଯୋଜନା ଆଦି ଗ୍ରାମାଞ୍ଚଳରେ ଘରେ ଘରେ ପହଞ୍ଚି ପାରିଛି। 24 ବର୍ଷର କୁଶାସନକୁ ହଟାଇ ଜନସେବାର ପ୍ରତୀକ ସାଜିଥିବା ଲୋକଙ୍କ ସରକାର 2 ବର୍ଷ ମଧ୍ୟରେ ବିକାଶର ନୂଆ ଦିଗ ଦେଖାଇଛି। ଆଗାମୀ ଦିନରେ ଅନ୍ୟ ଦଳର ହଜାର ହଜାର କର୍ମୀ ସମର୍ଥକ ବିଜେପିରେ ଯୋଗ ଦେବେ ବୋଲି ସଦର ବିଧାୟକ ମାନସ କୁମାର ଦତ୍ତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ମିଶ୍ରଣ ପର୍ବରେ ଜୟନାରାୟଣ ମାଝୀ, ରମେଶ ଜେନା, କରୁଣାକର ବେହେରା, ବିଜୟ ବଢ଼େଇ, କାର୍ତ୍ତିକ ଖଟୁଆ, ପରେଶ ମହାପାତ୍ର, ବନମାଳୀ ମାଝୀ, କିରଣ ଲେଙ୍କା, ମନୋଜ ମାଝୀ, ରଞ୍ଜିତା ମାଝୀ, ପୁରୁଷୋତ୍ତମ ମହାଳିକ ଆଦି ବହୁତ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ମହାପାତ୍ର, ଗଙ୍ଗାଧର ରାଉତ, ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ନନ୍ଦ, ଅଣୁମାଧବ ପଣ୍ଡା, କାହ୍ନୁଚରଣ ମହାଳିକ, ଶଶିକାନ୍ତ ମିଶ୍ର, କାର୍ତ୍ତିକ ରାଉତ, ହରେନ୍ଦ୍ର ପ୍ରଧାନ, ଶ୍ରୀନିବାସ ମହାଳିକ, ଅମ୍ବିକା ବେହେରା, ଅନ୍ତର୍ଯ୍ୟାମୀ ବେହେରା, ସୃଷ୍ଟିଧର ସେନାପତି ଓ ବଇଚା କସିପଦା ପଞ୍ଚାୟତର ବିଜେପି ସମର୍ଥିତ ସମସ୍ତ ୱାର୍ଡ ମେମ୍ବର ମଧ୍ୟ ଏ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ।